10 ନଭେମ୍ବର 2025ରେ ପ୍ରାୟ ସନ୍ଧ୍ୟା 6:52 ସମୟରେ ପୁରୁଣା ଦିଲ୍ଲୀର ଲାଲକିଲ୍ଲା ସଂଲଗ୍ନ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର 1 ନିକଟରେ ଏକ କାରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ଖବର ଅନୁଯାୟୀ ଏକ ଧଳା ହୁଣ୍ଡାଇ i20 ଗାଡ଼ିଟି ବହୁତ ଧୀରେ ଚାଲୁଥିଲା ଏବଂ ବିସ୍ଫୋରଣ ହେବା ସମୟରେ ଲାଲ ସିଗ୍ନାଲରେ ଅଟକି ଯାଇଥିଲା। ବିସ୍ଫୋରଣ ଯୋଗୁଁ ନିକଟବର୍ତ୍ତୀ ଅନେକ ଗାଡ଼ି ତଥା କାର, ମୋଟରସାଇକେଲ ଏବଂ ଅଟୋ ରିକ୍ସାରେ ନିଆଁ ଲାଗିଯାଇଥିଲା ଏବଂ ଆଖପାଖର ଭିତ୍ତିଭୂମି ଏବଂ ଦୋକାନଗୁଡ଼ିକ ବ୍ୟାପକ କ୍ଷତି ପହଞ୍ଚାଇଥିଲା। ପ୍ରାରମ୍ଭିକ ରିପୋର୍ଟରେ ଅତି କମରେ 8 ଜଣଙ୍କର ମୃତ୍ୟୁ ଏବଂ 19 ଜଣଙ୍କର ଆହତ ହୋଇଥିବା ସୂଚନା ଦିଆଯାଇଛି, କିନ୍ତୁ ପରବର୍ତ୍ତୀ ଅପଡେଟରେ ଏହା ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ପାଇଛି ଏବଂ 20ରୁ ଅଧିକ ଜଣ ଆହତ ହୋଇଛନ୍ତି। ବହୁ ସଂଖ୍ୟକ ଯାନ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ସ୍ଥାନଠାରୁ କିଛି ଶରୀରର ଅଂଶ ଏବଂ ଗମ୍ଭୀର ଭଗ୍ନାବଶେଷ ରିପୋର୍ଟ ହୋଇଅଛି। ସମ୍ଭାବ୍ୟ ବ୍ୟାପକ ବିପତ୍ତି ଯୋଗୁଁ ଦିଲ୍ଲୀ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ତଥା ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ସୁରକ୍ଷା ବହୁତ କଡ଼ା ହୋଇଯାଇଛି। ଭାରତ ସରକାର ଏହି ଘଟଣାକୁ ଏକ ଆତଙ୍କୀ ଘଟଣା ଭାବରେ ବିଚାରକୁ ନେଇଛନ୍ତି। ଜମ୍ମୁ ଏବଂ କାଶ୍ମୀରର ପୋଲିସ ହରିୟାଣାର ଫରିଦାବାଦରେ 2ଟି ଆବାସିକ କୋଠାରୁ ପ୍ରାୟ 3000 କିଲୋଗ୍ରାମ ବିସ୍ଫୋରକ ଜବତ କରିବାର କିଛି ଘଣ୍ଟା ପରେ ହିଁ ଏହି ବିସ୍ଫୋରଣ ଘଟିଥିଲା। ସୂତ୍ର ଅନୁଯାୟୀ ତଦନ୍ତକାରୀମାନେ ମଡ୍ୟୁଲର 2 ପ୍ରମୁଖ ସଦସ୍ୟ ଡକ୍ଟର ମୁଜାମିଲ ଶକିଲ ଏବଂ ଡକ୍ଟର ଆଦିଲ ରାଥୋରଙ୍କୁ ଗିରଫ କରିବାର ଏବଂ ବିସ୍ଫୋରକ ଜବତ କରିବା ପରେ ଏହି ଡକ୍ଟର ଉମର ମହମ୍ମଦ ଆତଙ୍କିତ ହୋଇ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟାଇଥିବା ଜଣାପଡ଼ିଛି। ସୂତ୍ରଗୁଡ଼ିକ କହିଛନ୍ତି ଯେ ଫରିଦାବାଦରେ ମିଳିଥିବା ଆମୋନିୟମ ନାଇଟ୍ରେଟ୍ ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିସ୍ଫୋରକ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ। ତଦନ୍ତ କରିବା ପାଇଁ ଆତଙ୍କବାଦ ବିରୋଧୀ ବାହିନୀ, ଜାତୀୟ ତଦନ୍ତ ସଂସ୍ଥା ତଥା NIA ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସିକୁ ହସ୍ତାନ୍ତର କରିଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣାର ପ୍ରକୃତ ସତ୍ୟତା ସାମ୍ନାକୁ ଆସିପାରିନାହିଁ। କେଉଁ କାରଣରୁ ଏହି ବମ୍ ବ୍ଲାଷ୍ଟ ହୋଇଥିଲା, ସରକାର ଏବଂ NIA କୌଣସି ରିପୋର୍ଟ ଏପର୍ଯ୍ୟନ୍ତ ଦେଇପାରିନାହାନ୍ତି। ଏହି ଘଟଣାରେ ମୃତ୍ୟୁବରଣ କରିଥିବା 6 ଜଣଙ୍କର ହିଁ ପରିଚୟ ମିଳିପାରିଛି। 12 ବର୍ଷ ବୟସ୍କ ପଙ୍କଜ ସାହିନ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିଥିଲେ ଏବଂ ତାଙ୍କ ପରିବାରର ପ୍ରତିପୋଷଣ ପାଇଁ ଏକ କ୍ୟାବ୍ ଡ୍ରାଇଭର ଭାବରେ କାମ କରିଥିଲେ। ଦିନେଶ ମିଶ୍ର ଚାନ୍ଦନୀ ଚୌକର ଏକ ଶାଢ଼ୀ ଏବଂ ଲେହେଙ୍ଗା ଦୋକାନରେ କାମ କରୁଥିଲେ। ଅଶୋକ କୁମାର ଯେ ଲାଲକିଲ୍ଲାରେ ଏକ କ୍ଲଷ୍ଟର ବସ୍ ଭିତରେ କଣ୍ଡକ୍ଟର ଭାବରେ କାମ କରୁଥିଲେ। ନୋମାନ ଯେ କସ୍ମେଟିକ୍ ସପରେ କାମ କରନ୍ତି। ଲୋକେଶ ଅଗ୍ରୱାଲ ତାଙ୍କ ପୁଅର ଶାଶୂଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ, ଯିଏ ସେଠାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜୁମାନ ମହମ୍ମଦ ଯିଏ ରିକ୍ସା ଚଳାନ୍ତି ଏବଂ ପରିବାରର ଏକମାତ୍ର ଜଣେ ହିଁ ଯିଏ ଭରଣ ପୋଷଣ କରନ୍ତି। ପୋଲିସ ସୂତ୍ର ଅନୁଯାୟୀ ପ୍ରାରମ୍ଭିକ ତଦନ୍ତରୁ ଦିଲ୍ଲୀ ବିସ୍ଫୋରଣ ଏବଂ ଫରିଦାବାଦ ମଡ୍ୟୁଲର ମଧ୍ୟରେ ସମ୍ପର୍କ ଥିବା ସୂଚିତ ହୋଇଛି, ଯେଉଁଠାରୁ 360 କିଲୋଗ୍ରାମ ଆମୋନିୟମ ନାଇଟ୍ରେଟ୍ ଉଦ୍ଧାର କରାଯାଇଥିଲା। ସୋମବାର ଦିନ ସମନ୍ୱିତ ଚଢ଼ାଉ ସମୟରେ କର୍ତ୍ତୃପକ୍ଷମାନେ ଏକ ଧଳା କଲରର ଆତଙ୍କୀ ମଡ୍ୟୁଲ ପର୍ଦ୍ଦାଫାଶ କରିବା, 3 ଜଣ ଡାକ୍ତରଙ୍କ ସମେତ 8 ଜଣଙ୍କୁ ଗିରଫ କରିବା ଏବଂ 2900 କିଲୋଗ୍ରାମ ବିସ୍ଫୋରକ ଜବତ କରିବାର କିଛି ଘଣ୍ଟା ପରେ ଏହି ବିସ୍ଫୋରଣ ଘଟିଥିଲା।
ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ କାଶ୍ମୀରର ଡାକ୍ତର ପୁଲୱାମାରୁ ମୁଜାମିଲ ଗନାଇ, ସାହାରାନପୁରରୁ ଆଦିଲ ଅହମଦ ରାଥର ଏବଂ ଲକ୍ଷ୍ନୌରୁ ଡାକ୍ତର ଶାହିନ ସଇଦ, ଯିଏକି ମୁଜାମିଲଙ୍କ ପ୍ରେମିକା ବୋଲି ଜଣାପଡୁଛି। ପୁଲୱାମାରୁ ଡାକ୍ତର ଉମର ଫେରାର ଅଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ଏକ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଥିଲା। ପିଟିଆଇ ସୂତ୍ର ଅନୁଯାୟୀ ଉମର ମହମ୍ମଦ ପେଶାରେ ଜଣେ ଡାକ୍ତର, ଜୈଶ-ଏ-ମହମ୍ମଦ (ଜେଇଏମ୍) ଆତଙ୍କୀ ମଡ୍ୟୁଲ ସହିତ ଜଡ଼ିତ ଥିବା ଅଭିଯୋଗ ହୋଇଛି। ପୁଲୱାମାର ଆଉ ଜଣେ ବାସିନ୍ଦା ତାରିକ, ଯାହାକୁ ଗିରଫ କରାଯାଇଛି, ସେ ଉମରକୁ ହୁଣ୍ଡାଇ i20 କାର ଯୋଗାଇଥିବା କୁହାଯାଇଛି। ଫରିଦାବାଦ ମଡ୍ୟୁଲ ସହିତ ଜଡ଼ିତ ତାଙ୍କ ସହଯୋଗୀଙ୍କ ଗିରଫଦାରୀ ବିଷୟରେ ଜାଣିବା ପରେ ଉମର ମହମ୍ମଦ ଲାଲକିଲ୍ଲା ଆକ୍ରମଣ ଘଟାଇଥିଲେ ବୋଲି ସୂତ୍ର ପିଟିଆଇକୁ ମିଳିଛି। ପୋଲିସ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ବାସ କରୁଥିବା ଡ୍ରାଇଭରଙ୍କ ମା ଓରଫ ଉମର ମହମ୍ମଦଙ୍କ ମା'ଙ୍କ ଡିଏନ୍ଏ ପରୀକ୍ଷା ପାଇଁ ନିଆଯାଇଥିଲା। ଉମର ଏହି ଘଟଣାର ଯେତେ ଜଣଙ୍କର ମୃତ୍ୟୁ ଘଟିଛି, ସେହି ମୃତ୍ୟୁ ଲୋକମାନଙ୍କ ମଧ୍ୟରେ ଉମର ସାମିଲ ଅଛନ୍ତି କି ନା ନାହିଁ ଏହି ବିଷୟ ଜାଣିବା ପାଇଁ। ଏହି ଘଟଣା ଅତି ଦୁଃଖଦାୟକ ଘଟଣା। ଏମିତି ଘଟଣାରୁ ଆମେ ସଚେତନ ରହିବା ଜରୁରୀ ଅଟେ। ଏଥିପାଇଁ ଆମେ ସମସ୍ତେ ମିଳିମିଶି ସଜାଗ ରହିବା ଜରୁରୀ ଅଟେ। ଏହିପରି ସତ୍ୟତା ଘଟଣା ସମ୍ବନ୍ଧୀୟ ଭିଡିଓ ଦେଖିବା ପାଇଁ ମୋ ବୁକ୍ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।